ଆଜ୍ଞା ନମସ୍କାର। ଆଜିର ବିଷୟବସ୍ତୁ ରହିଛି ପର କଥା ଶୁଣନ୍ତୁ ନାହିଁ। ଆମେ ଜୀବନରେ ପ୍ରତ୍ୟେକଟି କ୍ଷେତ୍ରରେ କିଛି ବି ଷ୍ଟେପ୍ ନେବା ପୂର୍ବରୁ କିମ୍ବା କୌଣସି କାମ କରିବା ପୂର୍ବରୁ ଆମେ ଭାବନ୍ତି ଏଇଟା କରିବା ସେଇଟା କରିବା, ସେ କ'ଣ ଭାବିବ, ଗାଁ ଲୋକ କ'ଣ ଭାବିବେ, ବନ୍ଧୁବାନ୍ଧବ କ'ଣ ଭାବିବେ, ସମାଜ କ'ଣ ଭାବିବ। କିନ୍ତୁ ଆକ୍ଚୁଆଲି ଦେଖିବାକୁ ଗଲେ ସେମାନେ କେହି କିଛି ଭାବନ୍ତି ନାହିଁ। ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ବ୍ୟସ୍ତ। ଏଇଟା କେବଳ ଆମର ଭାବନା। ସେମାନେ ହଁ କିଛି କ୍ଷଣ ପାଇଁ କହିବେ, ସେମାନଙ୍କ କାମ ହେଲା କହିବା। କାହିଁକି ନା ଆପଣ ଯେତେବେଳେ ଖାଇବାକୁ ପାଉନଥିବେ, ଶାଗ ପଖାଳରେ ଆପଣଙ୍କ ଦିନ କଟୁଥିବ, ମାଟି ଝାଟି ଘରେ ଆପଣ ରହୁଥିବେ, ସେତେବେଳେ ବି ସେମାନେ କହୁଥିବେ ଗରିବ ଲୋକଟା, ଛୋଟ ଲୋକଟା, ତାଙ୍କର ଲେବୁଲ୍ ହେଇନି ଆମ ସହିତ ମିଶିବାର, ଏମିତି ଅନେକ କଥା। ଆଉ ଆପଣ ଯେତେବେଳେ ଷ୍ଟ୍ରଗଲ୍ କରି ଯେତେବେଳେ ଗୋଟେ ଲାଇଫ୍ରେ ସେଟଲ୍ ହେବାକୁ ଯାଉଥିବେ, ୱେଲ୍ ଏଷ୍ଟାବ୍ଲିଶ୍ଡ ହେବାକୁ ଯାଉଥିବେ, ଆପଣଙ୍କର ରିକ୍ୱାରମେଣ୍ଟ ଅନୁସାରେ ଜିନିଷ କିଣୁଥିବେ, ସେତେବେଳେ ବି ଲୋକ କହିବେ। କାହିଁକି ନା ସେତେବେଳେ କହିବେ ଇନକମ୍ କରୁଛୁ ବୋଲି ଦେଖେଇ ହେଉଛି। ଆପଣ କିଛି ଦେଖାଉନଥିବେ ଆଜ୍ଞା, ଆପଣଙ୍କ ରିକ୍ୱାରମେଣ୍ଟ, ଆପଣଙ୍କର ଚାଲିଚଳନି ସେମିତି ଆପଣଙ୍କୁ ବାଧ୍ୟ କରୁଥିବ ଆପଣଙ୍କୁ ସେ ଜୀବନଶୈଳୀ ଆପଣାଇବା ପାଇଁ। କିନ୍ତୁ ସେତେବେଳେ କହିବେ ସେମାନେ କ'ଣ ନା ଦେଖେଇ ହେଉଛି। ତେଣୁ ସେମାନଙ୍କର ସେଇଟା କର୍ମ, ସେମାନଙ୍କର ସେଇଟା ଜୀବିକା। ସେମାନେ କହିବେ, ଆପଣ ସେଇଟା ଶୁଣିଲେ ହେବନି। ଆପଣ ସତ୍ କର୍ମ କରିଚାଲନ୍ତୁ। ଆଉ ଆପଣ ଯେଉଁଟା ଠିକ୍ ଭାବୁଛନ୍ତି ସେଇଟା ହିଁ କରନ୍ତୁ। ଆପଣଙ୍କର ସେଇଟା ଧର୍ମ। ସେମାନେ ଆପଣଙ୍କ ବିରୁଦ୍ଧରେ କହିବା ସେଇଟା ତାଙ୍କର କର୍ମ, ଆଉ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ କର୍ମ କରିବା ସେଇଟା ହେଉଛି ଆପଣଙ୍କ ଧର୍ମ। ତେଣୁ ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଠିକ୍ ବାଟରେ ଚାଲନ୍ତୁ, ଠିକ୍ କାମ କରନ୍ତୁ। ଭଗବାନ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବେ। ରହିଲି, ଧନ୍ୟବାଦ।